ଆମ ଓଡ଼ିଶା ଓ ଜାତୀୟ ଦିବସ ପାଳନ କମିଟି ପକ୍ଷରୁ ରକ୍ତଦାନ ଶିବିର। ସମ୍ବାଦ ଆମ ଓଡ଼ିଶା ଓ ଜାତୀୟ ଦିବସ ପାଳନ କମିଟିର ମିଳିତ ସହଯୋଗରେ ଯୁବ ସ୍ୱାଭିମାନ ଦିବସ ଅବସରରେ ବଡ଼ବିଲ ବିକାଶ ମଲ୍ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ନୋରୋରାମ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ୍ ରକ୍ତଦାନ ଶିବିରକୁ ସହଯୋଗ କରିଥିଲେ। ନୋରୋରାମ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ୍ର ଉପସଭାପତି ସଦାନନ୍ଦ ରଣା, ମୁଖ୍ୟ ଅତିଥି ଓ ଇଷ୍ଟର୍ଣ୍ଣ ଫିଲିଂ ଆଣ୍ଡ କନଷ୍ଟ୍ରକ୍ସନ କମ୍ପାନୀର ଅଧ୍ୟକ୍ଷ ଅନମୋଲ ଦାସ ଅତିଥି ଭାବେ ଯୋଗ ଦେଇଥିଲେ। ଚମ୍ପୁଆ ରକ୍ତ ଭଣ୍ଡାରର ଡାକ୍ତର ଜ୍ୟୋତିରଞ୍ଜନ ମଲ୍ଲିକ, ଲାବ୍ ଟେକ୍ନୋସିଆନ ବିଜୟ ରାଉତ, ରକ୍ତିମା ପ୍ରଧାନ, ତ୍ରିବେଣୀ ନାୟକ, ଦାସ ଚନ୍ଦନ ମୁଖୀ, ଅନାଥ ମୁଖୀ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ଜାତୀୟ ଦିବସ ପାଳନ କମିଟିର ଅଧ୍ୟକ୍ଷ ପ୍ରତାପ କିଶୋର ଦାସ, ସମ୍ବାଦ ସାହିତ୍ୟ ଘରର ଉପଦେଷ୍ଟା ରାଜକିଶୋର ଦାସ, ବ୍ରଜକିଶୋର ପଣ୍ଡା, ଅକ୍ଷୟ ବିଶ୍ୱାଳ, ସମ୍ବାଦ ସାହିତ୍ୟ ଘରର ଆବାହକ ସୁବୋଧ ଦାସ, ଉପସଭାପତି ସଞ୍ଜୟ ନାୟକ, ପ୍ରତାପ ମହାରଣା, ମଧୁସୂଦନ ସାହୁ, ଦେବକାନ୍ତ ଦାସ, ଚିତ୍ତରଞ୍ଜନ କର, ଏମ୍ଡି ଇମ୍ରାନ ଆନସାରୀ, ମକରଧ୍ୱଜ ବାଗ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।